ତା ନିଜ ହିତର ସ୍ୱାର୍ଥ ଆପଣଙ୍କ ପାଖରେ ବେଶୀ ରଖିଥାଏ। ଆପଣ ଥରେ ଶାନ୍ତ ମନରେ ଏକଥାକୁ ଅନୁଭବ କରି ଦେଖନ୍ତୁ। ଅନେକ କ୍ଷେତ୍ରରେ ନିଜ ପାଇଁ ନିଜକୁ ହିଁ ଲଢ଼ିବାକୁ ପଡ଼ିଥାଏ, ନିଜକୁ ହିଁ ସଂଘର୍ଷ କରିବାକୁ ପଡ଼ିଥାଏ, ନିଜକୁ ହିଁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କେହି ବି ସହଯୋଗର ହାତ ବଢ଼ାନ୍ତିନି, କେହି ବି ସାଥ ଦେବାକୁ ଆସନ୍ତିନି। ହେଲେ ଆପଣ ଯେତେବେଳେ ସଫଳ ହୋଇଯାଆନ୍ତି, ସେହି ଲୋକମାନେ ଆପଣଙ୍କର ମିଛ ପ୍ରଶଂସା କରି ଆପଣଙ୍କଠୁ ନିଜ ସ୍ୱାର୍ଥ ହାସଲ ପାଇଁ ଦୁନିଆ ପ୍ରକାର ଅଭିନୟ କରିଥାନ୍ତି। ହେଲେ ଆପଣ ଯେତେବେଳେ ଅସଫଳ ହୋଇଯାଆନ୍ତି, ସେହି ଲୋକମାନେ ସେତେବେଳେ ଆପଣଙ୍କୁ ଆଶ୍ୱାସନା ଦେବା ବଦଳରେ, ଆପଣଙ୍କୁ ସମବେଦନା ଦେବା ବଦଳରେ ଆପଣଙ୍କୁ କଟାକ୍ଷ କରନ୍ତି ଆଉ ଆପଣଙ୍କଠୁ ଦୂରେଇ ଯାଆନ୍ତି। ଏକଥା ମନରୁ ଦୂର କରିଦିଅନ୍ତୁ ଯେ ଆପଣଙ୍କୁ କେହି ସାହାଯ୍ୟ କରିବାକୁ ଆସିବେ, କାରଣ ଏଇଟା କଳିଯୁଗ। ଏଠି ସମସ୍ତେ ନେବାକୁ ଅଛନ୍ତି, ହେଲେ ଦେବାକୁ କେହି ନାହିଁ। ଏଠି ଭାଙ୍ଗିବାଟା ଲୋକଙ୍କୁ ପସନ୍ଦ, ହେଲେ ଗଢ଼ିବାଟା ନୁହେଁ। ଏଠି ସ୍ୱାର୍ଥ ହାସଲ ପାଇଁ ଲୋକେ ଯେଉଁଠି ଭଗବାନଙ୍କୁ ବି ବଦଳାଇ ଦେଉଛନ୍ତି, ସେଠି ମଣିଷ ତ ସାଧାରଣ କଥା। ମୁଁ ଆଉ ମୋର, ଏତିକିର ଲୋଭ, ଏତିକିର ଅହଙ୍କାର ଆଉ ଏତିକିର ଗର୍ବ ମଣିଷକୁ ଏମିତି ପାଗଳ କରିଛି ଯେ ଏଠି ସ୍ୱାର୍ଥ ଆଗରେ ସବୁକିଛି ଫିକା, ସବୁକିଛି ମୂଲ୍ୟହୀନ। ସେଥିପାଇଁ ନିଜ ଭିତରେ ଏକା ଲଢ଼ିବାର ଶକ୍ତିକୁ ରଖନ୍ତୁ, ଅନ୍ୟର ଭରସାରେ କେବେ ରୁହନ୍ତୁନି। ଯଦି ଆପଣ ଏତିକି କରି ନ ପାରିବେ, ସମସ୍ୟା ଆଗରେ, ପରିସ୍ଥିତି ଆଗରେ ଆପଣ ବହୁତ ଜଲ୍ଦି ହାରିଯିବେ। ସମୟର ଚକ୍ରକୁ ବୁଝିଯାଆନ୍ତୁ, ଜୀବନରେ ସତର୍କ ଆଉ ସାବଧାନ ରୁହନ୍ତୁ। ଅନ୍ୟର ସୁଖ ଆଉ ଅନ୍ୟର ସଫଳତାକୁ ଦେଖି କେବେ ଈର୍ଷା କରନ୍ତୁନି। ନିଜ ମନକୁ କେବେ ଶାନ୍ତ ରଖିପାରିବେନି। ନିଜ ମନର ଶାନ୍ତି ପାଇଁ ନିଜର ଦୁଃଖ ଆଉ ଅନ୍ୟର ସୁଖକୁ କେବେ ଧ୍ୟାନ ଦିଅନ୍ତୁନି। ପରିସ୍ଥିତି ଯଦି ସପକ୍ଷରେ ନାହିଁ ତ ନିଜର ଧୈର୍ଯ୍ୟକୁ ହରାନ୍ତୁନି। ମନରେ ସକାରାତ୍ମକ ଭାବନା ରଖନ୍ତୁ, କାରଣ ଏ ଦୁଇଟି ଏମିତି ଶକ୍ତି ଯାହା ବଡ଼ରୁ ବଡ଼ ସମସ୍ୟାକୁ ବି ସମାଧାନ କରିଦେଇଥାଏ। ସମୟ ଜୀବନରେ ଅନେକ ସୁଯୋଗ ଦେଇଥାଏ ସଫଳତା ପାଇବା ପାଇଁ, ଆଗକୁ ବଢ଼ିବା ପାଇଁ, ଆଉ ଏକା ଲଢ଼ିବାର ମାନସିକତା ସେ ସୁଯୋଗକୁ ଉପଯୋଗ କରିବାର ମାର୍ଗ ଦେଖାଇଥାଏ। ଏତିକି ମନେ ରଖିବେ, ଜୀବନରେ ସୁଯୋଗ ଠିକ୍ ସୂର୍ଯ୍ୟ ଉଦୟ ଭଳି ହୋଇଥାଏ। ଆପଣ ଯଦି ଡେରିରେ ଉଠିବେ ତ ସୂର୍ଯ୍ୟ ଉଦୟ ଦେଖିପାରିବେନି। ଠିକ୍ ସେହିଭଳି ଭିଡ଼ ଭିତରେ ଯଦି ରହିବେ ତାହେଲେ ସୁଯୋଗ ଆପଣଙ୍କ ହାତରୁ ହିଁ ବାହାରିଯିବ। ଯେଉଁ ପର୍ଯ୍ୟନ୍ତ ଆପଣ ନିଜେ ନିଜକୁ ମଜବୁତ କରିନାହାନ୍ତି, ଏକା ଲଢ଼ିବା ଶିଖିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ସଫଳତା ହାସଲ କରିପାରିବେନି। ଏ ବ୍ରହ୍ମାଣ୍ଡର ସବୁ ଶକ୍ତି ବି ସେତେବେଳେ ଆମର ସାଥ ଦେଇଥାଏ ଯେତେବେଳେ ଆମେ ମନ, ବଚନ ଆଉ କର୍ମରେ ଏକା ଲଢ଼ିବାର, ଏକା ଆଗକୁ ବଢ଼ିବାର ସତ୍ସାହସ ରଖିଥାଉ। ଜୀବନରେ ସମସ୍ୟାକୁ ଡରି କାହା ସାହାରାର ଆବଶ୍ୟକ କରନ୍ତୁନି, କାରଣ ଏଇଟା ସତ ଯେ ଯେତେବେଳେ ଜୀବନରେ ସମସ୍ୟା ଆସେ ମଣିଷ ସେତେବେଳେ ହିଁ ଏକା ହୋଇଥାଏ। ଆଉ ଏଇଟା ବି ସତ ଯେ ଜୀବନରେ ସମସ୍ୟା ହିଁ ମଣିଷକୁ ମଜବୁତ କରିଥାଏ ଆଉ ପରିସ୍ଥିତି ସହିତ ଲଢ଼ିବା ଶିଖାଇଥାଏ। ଆଉ ସେହି ମଣିଷ ହାରିଯାଇଥାଏ ଯିଏ ଅନ୍ୟକୁ ଆଶା କରିଥାଏ, ଅନ୍ୟକୁ ଭରସା କରିଥାଏ। ଯିଏ ଏକା ଲଢ଼ିବା ଜାଣିଥାଏ ତାର ମାନସିକତା ବହୁତ ମଜବୁତ ହୋଇଥାଏ। ଯିଏ ଏକା ଚାଲିବା ଆଉ ଏକା ବଢ଼ିବା ଶିଖିଥାଏ ତାର ଲକ୍ଷ୍ୟ ମଜବୁତ ହୋଇଥାଏ। ଭିଡ଼ ଭିତରେ ଚାଲୁଥିବା ଲୋକ, ଅନ୍ୟର ସାହାରାରେ ଚାଲୁଥିବା ଲୋକ ତ ନିଜର ଅସ୍ତିତ୍ୱ ପାଇଁ